ହେଲାଣି ଆସିଲେଣି ପ୍ରଭୁଙ୍କ ଆଶୀର୍ବାଦ। ଆଜି ରାମନବମୀ ଯେହେତୁ ଓଷା ମୁଁ ଓଷା କରିଛି, ମୋ ସ୍ୱାମୀ ମୁଁ ଆସିଛୁ ଆଜି ଯେହେତୁ ଭଲ ଏଠି ଠାକୁରଙ୍କର ମହିମା ଅପାର, ଯେମିତି ସବୁ ଲୋକ ଏଠୁ ଆସିକି ରୁଣ୍ଡ ହେଇଛନ୍ତି। ଏଠି ବହୁତ ଭଗବାନଙ୍କ ଆଶୀର୍ବାଦରୁ ଏଠି ସମସ୍ତଙ୍କ ମାନସ୍କାମନା ପୂର୍ଣ୍ଣ ହେଇଛି। ଯେହେତୁ ଏଠି ସମସ୍ତଙ୍କର ଯେହେତୁ ଦାଣ୍ଡଯାତ୍ରା ଏଠି ପ୍ରସିଦ୍ଧ, ସବୁ ଲୋକ ସବୁଆଡ଼ୁ ଏଠି ଆସନ୍ତି। ଏଠି ସବୁ ଏଠି ଆମର ଏଠି ଦେବାଦେବୀ ମନ୍ଦିର ବହୁତ ଅଛି। ଏଠି ମନସ୍କାମନା ଏଠି ଯାହା ମନସ୍କାମନା କରନ୍ତୁ ପୂର୍ଣ୍ଣ ହେବ। ଆଉ ଏତିକି କହିକି ମୁଁ ଇଏ କରୁଛି। ଏ ବର୍ଷ ମଧ୍ୟ ଆମର ଏ ଯେଉଁ ପ୍ରଭୁ ରଘୁନାଥଜୀଙ୍କର ବାର୍ଷିକ ଉତ୍ସବ କିମ୍ବା ଜନ୍ମବାର୍ଷିକ ଉତ୍ସବ ପାଳନ କରାଯାଏ। ଏହି ପୀଠରେ ଏହି ଅଞ୍ଚଳର ଶ୍ରଦ୍ଧାଳୁ ବହୁ ସଂଖ୍ୟକ ଶ୍ରଦ୍ଧାଳୁ ଲକ୍ଷ ଲକ୍ଷ ଲୋକଙ୍କର ସମାଗମ ହୋଇଥାଏ। ଠାକୁରଙ୍କ ନୀତିକାନ୍ତି ରାତି 3:30ଟାରୁ ଆରମ୍ଭ ହୋଇଥାଏ ଏବଂ 7ଟା ସୁଦ୍ଧା ସରିଥାଏ। ତେଣୁ ଏଥିପାଇଁ ଲୋକ ଉତ୍କଣ୍ଠାର ସହିତ ବହୁ ଲୋକ ବାହାରେ ଅପେକ୍ଷା କରିଥାନ୍ତି। ଯେତେବେଳେ ନୀତିକାନ୍ତି ସରେ ଠାକୁରଙ୍କର ଦର୍ଶନ ପାଇଁ ଶୃଙ୍ଖଳା ଭାବରେ ସେମାନେ ଏକଦମ ଲାଇନରେ ସେମାନେ ଆସି ଦର୍ଶନ କରିକି ସେମାନେ ପ୍ରତ୍ୟାବର୍ତ୍ତନ କରିଥାନ୍ତି। ଆଉ ତାଙ୍କର ମାନସିକ ଏଠି ଥାଏ। ଏଇ ଠାକୁରଙ୍କର ବିଶେଷତ୍ୱ ହେଉଛି ଏ ଅଞ୍ଚଳରେ ବହୁ ଭାବରେ ଭକ୍ତମାନଙ୍କର ଏଭଳି ଚିନ୍ତାଧାରା ଥାଏ, ଏ ଠାକୁର ହେଉଛନ୍ତି ଜୀବନ୍ତ ଠାକୁର ଭଳି ସେମାନେ ଭାବିଥାନ୍ତି। ତେଣୁ ଯାହା ଯାହା ସେ ମାନସିକ କରିଥାନ୍ତି ମନରେ ସିଏ ନିଶ୍ଚିତ ଫଳପ୍ରାପ୍ତ ହୋଇଥାଏ। ତେଣୁ ଆଜି ଦିନରେ ଲକ୍ଷ ଲକ୍ଷ ଲୋକଙ୍କର ଶ୍ରଦ୍ଧାଳୁଙ୍କର ଏଠି ସମାଗମ ସହିତ ସମାପନ ହୋଇଥାଏ। ପରିଚାଳିତ କରିବା ପାଇଁକା ଆମର ତହସିଲଦାର ମ୍ୟାଡ଼ାମ ଏ ଅଞ୍ଚଳର ସିଏ ଥାଆନ୍ତି। ତ ତହସିଲଦାର ମ୍ୟାଡ଼ାମ ଅଛନ୍ତି ଆମର ଜଗାନନା ପ୍ରମୋଦ କୁମାର ଶତପଥୀ, ଘର ହେଉଛି ନୂଆଗାଁ କଟିକଟା। ଏଇଟା ଅସୁରେଶ୍ୱର ଶ୍ରୀରାମ ନବମୀ ପ୍ରସିଦ୍ଧ ମଲ୍ଲିପୁରରେ ଅବସ୍ଥିତ ଠାକୁର ରଘୁନାଥଜୀଉ 200-300 ବର୍ଷରୁ ଉର୍ଦ୍ଧ୍ୱ କିଛି ଆମେ କହିପାରିବୁ। ଶ୍ରୀରାମ ନବମୀ 27 ତାରିଖ ଆରମ୍ଭ, 2 ତାରିଖ ପବିତ୍ର ଶ୍ରୀରାମ ଦାଣ୍ଡଯାତ୍ରା। ଯେ ପବିତ୍ର ଦାଣ୍ଡଯାତ୍ରା ପ୍ରସିଦ୍ଧ, ଓଡ଼ିଶା ପ୍ରସିଦ୍ଧ। ଆଉ ଆମର ରାବଣ ପର୍ଯ୍ୟନ୍ତ ଚାଲିବ। ଏଇଟା ହେଉଛି ସକାଳ 4:15ରୁ ଷ୍ଟାର୍ଟିଂ ହୁଏ। ପ୍ରଥମ ଦିନ ରାମ ଜନ୍ମଦିନ, ରାମ ଜନ୍ମ ହେବେ 5:15ରେ। ରାମ ଜନ୍ମ ପରେ ପ୍ରସାଦ ନୀତି ହେବ 6:30ରେ। ସମସ୍ତଙ୍କୁ ଦର୍ଶନ ଦେବେ, 6:30ରେ ଦର୍ଶନ ଦେବେ। ଦର୍ଶନ ଦେଲା ପରେ ରଘୁନାଥଜୀଉ ଦିନଯାକ ପ୍ରସାଦ ଲାଗି ଚାଲିବ। ବାଣ ହେଉଛି ପ୍ରସିଦ୍ଧ ତାଙ୍କର, ବାଣ ଆଉ ନଡ଼ିଆ। ସମସ୍ତେ ନଡ଼ିଆ ଘରୁ ଧରିକି ଆସିଥିବେ, ବାଡ଼େଇବେ, ଭୋଗ କରିବେ, ଆଉ ବାଣ ଫୁଟେଇକି ଯିବେ। ଏ ବର୍ଷ ବାଣର ପ୍ରଶାସନ ଟିକେ ଟାଇଟ୍ କରିବା ହେତୁ ଅଶାନ୍ତି ସୃଷ୍ଟି ଦେଖିଛି ଭକ୍ତମାନଙ୍କ ମଧ୍ୟରେ, କେମିତି ବାଣଟା କାହିଁ ଫୁଟିବନି, ଆମେ ବାଣ ମାନସିକ ଆସିଛୁ, ଏମିତି ପ୍ରଶ୍ନବାଚକ କରୁଛନ୍ତି। ତାପରେ ଆମର ହେଉଛି ଆଜି ରାତିରେ ରଘୁନାଥଜୀଉ ଦଧିବାନ ଯେଉଁ ମନ୍ଦିର ପର୍ଯ୍ୟନ୍ତ ଯିବେ, ସେଠି ଯାତ୍ରା କରିବେ ବୋଲି ଦଧିବାନଙ୍କ ପରାମର୍ଶ ନେବେ। ତାଙ୍କୁ ନିମନ୍ତ୍ରଣ କରିବେ, ତମ ଦାଣ୍ଡରେ 2-4 ଦିନ ଦାଣ୍ଡଯାତ୍ରା କରିବୁ, ସେଠି ଆମର ଯାତ୍ରା କରିବୁ ବୋଲି କରିବେ। ତ ପ୍ରସାଦ ତାଙ୍କର ଲାଗୁ ହେବ, ତାଙ୍କର ରଘୁନାଥଜୀଉର ସିଏ ଲାଗୁ କରିବେ, ରଘୁନାଥଜୀଉ ତାଙ୍କୁ ଲାଗୁ କରିବେ।